ଅଧିକ ପୂଜା ପାଠ କରିଥିବା ବ୍ୟକ୍ତି ସବୁବେଳେ ଦୁଃଖୀ କାହିଁକି ରହିଥାଏ? ଆପଣଙ୍କ ମନରେ ଏପରି ପ୍ରଶ୍ନ କେବେ ଉଠିଛି କି? ମୁଁ ଏତେ ପୂଜା ପାଠ ଏବଂ ଭକ୍ତି ଭାବରେ ପୁରା ଲୀନ ହୋଇ ଭଗବାନଙ୍କୁ ଡାକେ, ତଥାପି କେବଳ ମୋ ସହିତ କାହିଁକି ଏପରି ଘଟୁଛି? ଭଗବାନ, ତୁମେ ମୋତେ ଏହି ସମସ୍ତ ସମସ୍ୟା କାହିଁକି ଦେଉଛ? ଦୁଃଖ ଲୋକମାନେ ବହୁତ ଖୁସି ଏବଂ ଧାର୍ମିକ ମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହାର କ'ଣ ଘଟୁଛି? ଏହା କାହିଁକି ଘଟୁଛି? ଯଦି ଏହା ଈଶ୍ୱରଙ୍କ ନ୍ୟାୟ, ତେବେ ମୁଁ ତାକୁ କାହିଁକି ବିଶ୍ୱାସ କରିବି? ମୁଁ କାହିଁକି ତାଙ୍କର ଉପାସନା କରିବି? ଭଗବାନ ନ୍ୟାୟ କରୁନାହାନ୍ତି। ଭଗବାନ ନିଷ୍ଠୁର ଅଟନ୍ତି। ସେ କେବଳ ପଥରର ମୂର୍ତ୍ତି ଇତ୍ୟାଦି ଇତ୍ୟାଦି। ଏହିପରି ପ୍ରଶ୍ନ ପ୍ରାୟତଃ ଲୋକଙ୍କ ମନକୁ ଆସିଥାଏ, ବିଶେଷତଃ ଯେତେବେଳେ ସେମାନେ ମାର୍ଗଦର୍ଶନ ପାଇଥାନ୍ତି ଏବଂ ଅନ୍ୟମାନଙ୍କୁ ସୁଖୀ ଦେଖିଥାନ୍ତି। ମଣିଷ କେବଳ ନିଜ ଖୁସିରେ ଦୁନିଆକୁ ଖୁସି ମନେ କରେ ଓ ନିଜ ଦୁଃଖରେ ଦୁନିଆକୁ ଅର୍ଥହୀନ ମନେ କରେ। ଏହା ସ୍ୱାଭାବିକ ଅଟେ। ତେଣୁ ଆପଣଙ୍କ ମନରୁ ଆସୁଥିବା ଏହି ପ୍ରଶ୍ନଗୁଡ଼ିକ ଆଜି ଏହି କଥା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବା। ଏହି କଥାକୁ ଭୁଲ ଭାବରେ ଧ୍ୟାନ ଦେଇ ପଢ଼ିବେ ଏବଂ ଶୁଣିବେ। ବହୁଦୂକ ନାମକ ଗୋଟିଏ ତୀର୍ଥସ୍ଥାନ ଥିଲା। ନନ୍ଦୀଭଦ୍ର ନାମରେ ଜଣେ ବୈଷ୍ଣବ ସେଠାରେ ରହୁଥିଲେ। ସେ ଜଣେ ଧର୍ମଚାରୀ ସଦାଚାରୀ ପୁରୁଷ। ତାଙ୍କର ପତ୍ନୀଙ୍କ ନାମ କନକ ଥିଲା। ନନ୍ଦଭଦ୍ର ଚନ୍ଦ୍ରମୌଲି ଭଗବାନ ଶଙ୍କରଙ୍କର ଜଣେ ମହାନ ଭକ୍ତ ଥିଲେ। ବହୁ ଦୂରକରେ କପିଳେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଶିବଲିଙ୍ଗ ଥିଲା। ନନ୍ଦଭଦ୍ର କପିଳେଶ୍ୱରଙ୍କୁ ପ୍ରତ୍ୟେକ ଦିନ ସକାଳୁ, ମଧ୍ୟାହ୍ନ ଓ ସନ୍ଧ୍ୟା ମଧ୍ୟରେ ଏହିପରି 3 ଥର ପୂଜା କରୁଥିଲେ। ସେ ନିଜର ଗୋଟିଏ ଛୋଟ ଦୋକାନ କରିଥିଲେ ଏବଂ ସେ ବହୁତ କମ୍ ଲାଭ ରଖି ନିଜ ଜିନିଷ ବିକ୍ରୟ କରୁଥିଲେ। ଗ୍ରାହକମାନଙ୍କ ସହ ସମାନ ଏବଂ ସଚ୍ଚୋଟ ବ୍ୟବହାର କରୁଥିଲେ ଓ ଖରାପ ଦ୍ରବ୍ୟ ବିକ୍ରୟ କରୁନଥିଲେ। ଲାଭ ବି କମ୍ ରହୁଥିଲା। ଦିନ ସାରା ସେ ଯାହା ଥିଲେ ସେଥିରେ ସନ୍ତୁଷ୍ଟ ହେଉଥିଲେ। ନନ୍ଦଭଦ୍ରଙ୍କ ଜୀବନ ସନ୍ନ୍ୟାସୀଙ୍କ ଜୀବନ ଭଳି ଥିଲା। ସବୁ ଲୋକ ତାଙ୍କର ସଦାଚାର ସମ୍ପନ୍ନ ଏବଂ ସୁଖମୟ ଜୀବନକୁ ପ୍ରଶଂସା କରୁଥିଲେ। ନନ୍ଦଭଦ୍ରଙ୍କ ପଡ଼ୋଶୀ ସତ୍ୟବ୍ରତ ତାଙ୍କ ପ୍ରତି ବହୁତ ଈର୍ଷା କରୁଥିଲେ। ସତ୍ୟବ୍ରତ ବହୁତ ଦୁରାଚାରୀ ଏବଂ ନାସ୍ତିକ ଥିଲେ ଓ ଚାହୁଁଥିଲେ ଯେ ଯଦି କୌଣସି ପ୍ରକାର ନନ୍ଦଭଦ୍ରଙ୍କ କୌଣସି ଦୋଷ ପାଇଲେ ସେ ତାଙ୍କୁ ଧର୍ମର ପଥରୁ ହଟାଇ ଦେବେ। ନନ୍ଦଭଦ୍ରଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିବା ଏବଂ ତାଙ୍କୁ ସର୍ବଦା ଦୋଷ ଦେବା ସତ୍ୟବ୍ରତର ସ୍ୱଭାବ ହୋଇଯାଇଥିଲା। ଦୁର୍ଭାଗ୍ୟବଶତଃ ହଠାତ୍ ନନ୍ଦଭଦ୍ରଙ୍କ ଏକମାତ୍ର ପୁତ୍ର ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। ଏହାକୁ ନିଜ ଦୁର୍ଭାଗ୍ୟ ମାନି ଚନ୍ଦ୍ରଭଦ୍ରଙ୍କ ଶୋକ କରିନଥିଲେ। ତାଙ୍କ ପୁଅ ପରେ ତାଙ୍କ ପତ୍ନୀ କନକ ମଧ୍ୟ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ନନ୍ଦଭଦ୍ରଙ୍କ ଉପରେ ବିପତ୍ତି ପଡ଼ିଥିବା ଦେଖି ପଡ଼ୋଶୀ ସତ୍ୟବ୍ରତ ବହୁତ ଖୁସି ହେଉଥିଲେ। ସେ ଭାବିଲା, ନନ୍ଦଭଦ୍ରଙ୍କୁ ଧର୍ମରୁ ଦୂରେଇ ଦେବା ପାଇଁ ଏହା ହେଉଛି ଏକ ସୁବର୍ଣ୍ଣ ସୁଯୋଗ। ସେ ନନ୍ଦଭଦ୍ରଙ୍କୁ ସାନ୍ତ୍ୱନା ଦେବା ଆଳସରେ କହିଲା ଯେ ତୁମ ପରି ଜଣେ ଧାର୍ମିକ ବ୍ୟକ୍ତିକୁ ଏତେ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ଲାଗୁଛି ଧର୍ମ କର୍ମ ସବୁ ଗୋଟେ ଛଳନା। ମୁଁ ଅନେକ ଥର ଭାବିଛି ଯେ ମୁଁ ତୁମକୁ କହିବି, କିନ୍ତୁ ସଂକୋଚ ବଶତଃ ମୁଁ କହିପାରୁନଥିଲି। ଦିନକୁ 3 ଥର ପୂଜା କରି ଭକ୍ତି ଧ୍ୟାନ ଆଦି କରିବା ସବୁ ବ୍ୟର୍ଥ। ଭାଇ, ଧର୍ମ ନାମରେ ତୁମେ ଏତେ କଷ୍ଟ କାହିଁକି କରୁଛ? ଯେତେବେଳେଠାରୁ ତୁମେ ଏହି ପଥକୁ ପୂଜା କରିବାରେ ଲାଗିଛ, ତାପରେ ତୁମେ କୌଣସି ଭଲ ଫଳ ତ ପାଇଲ ନାହିଁ ଏବଂ ଏକମାତ୍ର ପୁତ୍ର, ପୁଅ ଏବଂ ସ୍ତ୍ରୀ ଦୁହେଁ ଗୁରୁତର ଭାବରେ ଅସୁସ୍ଥ ହୋଇଅଛନ୍ତି। ଯଦି ଭଗବାନ ସତ୍ୟରେ ବିଦ୍ୟମାନ, ତାହାହେଲେ ସେ କ'ଣ ଏପରି ଫଳାଫଳ ଦେବେ? ପୁଣ୍ୟ ଏବଂ ପାପ ସବୁବେଳେ ଅଳ୍ପନା। ଶୁଣ ମିତ୍ର, ତୁମକୁ ମୋର ଏହି ପରାମର୍ଶ, ମିଥ୍ୟା ଧର୍ମକୁ ଛାଡ଼ି ଖୁସିରେ ରହିବ। ଖାଅ, ପିଅ ଏବଂ ଭୋଗ କର।
ଏହା ହେଉଛି ସତ୍ୟ। ସତ୍ୟବ୍ରତଙ୍କ ଉପଦେଶ ନନ୍ଦଭଦ୍ରଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା। ସେ କହିଲା, ବନ୍ଧୁ ସତ୍ୟବ୍ରତ, ତୁମେ ନିଜକୁ ନିଜେ ଠକୁଛ କଣ? ଧର୍ମ ମାର୍ଗ ଛାଡ଼ି ପାପ ମାର୍ଗରେ ଯିବା ଲୋକମାନଙ୍କୁ ଦୁଃଖ ପଡ଼େ ନାହିଁ? ସେମାନଙ୍କର ପୁଅ ଏବଂ ପତ୍ନୀ ଅସୁସ୍ଥ ହୁଅନ୍ତି ନାହିଁ କି? ଯେତେବେଳେ ଜଣେ ଧର୍ମଚାରୀ ଦୁଃଖ ହୁଅନ୍ତି ଲୋକମାନେ ମହାପ୍ରଭୃତି ଦେଖାଇଥାନ୍ତି, କିନ୍ତୁ ଦୁରାଚାରୀ ପ୍ରତି କେହି ସମବେଦନା ଜଣାଇ ନାହାନ୍ତି। ତେଣୁ କେବଳ ଧର୍ମ ଅନୁସରଣ କରୁଥିବା ବ୍ୟକ୍ତି ହିଁ ଠିକ୍। ଜଣେ ଅନ୍ଧ ଲୋକ ସୂର୍ଯ୍ୟଙ୍କୁ ଦେଖି ପାରେ ନାହିଁ, କିନ୍ତୁ ସୂର୍ଯ୍ୟ ତ ଅଛନ୍ତି। ଭଗବାନଙ୍କ ବିନା ଜଗତ ଚାଲିପାରିବ ନାହିଁ। ସତ୍ୟବ୍ରତ ତାଙ୍କୁ ପଚାରିଥିଲେ, ଯଦି ଭଗବାନ ଅଛନ୍ତି ତେବେ କାହିଁକି ଦୃଶ୍ୟମାନ ହେଉନାହାନ୍ତି? ନନ୍ଦଭଦ୍ର କହିଥିଲେ ଯେ ଦେବତାମାନେ ଆପଣଙ୍କ ନିକଟକୁ ନିଜେ ଆସି ଆମକୁ ମାନ ବୋଲି ଯାଚନା କରିବେ ନାହିଁ। ଏହି ବାର୍ତ୍ତାଳାପକୁ ଏକ ଚୁକ୍ତି ତର୍କରେ ପରିଣତ ହେବାକୁ ଲାଗିଲା। ନନ୍ଦଭଦ୍ର ଆଉ ବିବାଦ ଚାହୁଁ ନଥିଲେ, ତେଣୁ ସେଇଠାରୁ ସେ ଉଠି ଚାଲିଗଲେ। କିନ୍ତୁ ଏହି କଥା ତାଙ୍କ ମନରେ ଆସିଲା ଯେ ପ୍ରଭୁ ସଦାଶିବଙ୍କୁ ବ୍ୟକ୍ତିଗତ ଭାବରେ ଦର୍ଶନ କରି ପଚାରିବେ ଯେ ଆପଣଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଦୁନିଆରେ ସୁଖ ଦୁଃଖ ଜନ୍ମ ମରଣ ଆଦି କେଶ କାହିଁକି ଅଛି? ଏହା କାହିଁକି ଦୋଷ? ଶରୀର ତ ନୁହେଁ। ଏହା ଭାବରେ ସେ କପିଳେଶ୍ୱରଙ୍କ ଲିଙ୍ଗକୁ ପୂଜା କରିବା ପାଇଁ ମନ୍ଦିରକୁ ଗଲେ। ପୂଜା ସାରି ସେ ପ୍ରଭୁଙ୍କ ଆଗମନକୁ ଅପେକ୍ଷା କରି ଠିଆ ହୋଇଲେ। ସେ ନିଷ୍ପତ୍ତି କରି ନେଇଥିଲେ ଯେ ଭୋଳାନାଥ ଦର୍ଶନ ନ ଦେବା ପର୍ଯ୍ୟନ୍ତ ସେ ସେହିପରି ଠିଆ ହୋଇ ରହିଥିବେ। ଏହି ତିନି ଦିନ ରାତି ପର୍ଯ୍ୟନ୍ତ ନନ୍ଦଭଦ୍ର ଛିଡ଼ା ହୋଇ ରହିଥିଲେ। ଚତୁର୍ଥ ଦିନ ଗୋଟିଏ ବାଳକ ସେହି ମନ୍ଦିରକୁ ଆସିଲା। ସେ କୁଷ୍ଠ ରୋଗରେ ପୀଡ଼ିତ ଥିଲା ଏବଂ ଭୟଙ୍କର ଯନ୍ତ୍ରଣାରେ ଛଟପଟ ହେଉଥିଲା। ସେ ନନ୍ଦଭଦ୍ରଙ୍କୁ ପଚାରିଲା, ଆପଣ ଏତେ ସୁନ୍ଦର ଏବଂ ସୁସ୍ଥ ତଥାପି କାହିଁକି ଦୁଃଖୀ ଦେଖାଉଛନ୍ତି? ନନ୍ଦଭଦ୍ର ତାଙ୍କୁ ନିଜ ସଂକଳ୍ପ ବିଷୟରେ କହିଲେ। ପିଲାଟି କହିଲେ ଯେ ନ ଚାହିଁବା ନିଜ ମିଳିବା ଓ ମନ ଚାହିଁଥିବା ଜିନିଷ ହଜିଯିବା ଦୁଇଟି ଯାକ ମାନସିକ ଦୁଃଖ କାରଣ ହୋଇଥାଏ। ରୋଗ ଏବଂ ପରିଶ୍ରମରେ ଶାରୀରିକକୁ ପୀଡ଼ିତ ହୋଇଥାଏ। ମାନସିକ ଯନ୍ତ୍ରଣା ଶାରୀରିକ ଯନ୍ତ୍ରଣା ଦେଇଥାଏ ଏବଂ ଯଦି ଶରୀରରେ ଯନ୍ତ୍ରଣା ହୁଏ ତେବେ ମାନସିକ ଯନ୍ତ୍ରଣା ହେବା ସ୍ୱାଭାବିକ। ଉଭୟ ପରସ୍ପର ସହିତ ସଂଯୁକ୍ତତା ପରେ କ'ଣ କରିପାରିବା? ନନ୍ଦଭଦ୍ର ପୁଣି ପଚାରିଥିଲେ, ଔଷଧି ଦ୍ୱାରା ଶାରୀରିକ ଯନ୍ତ୍ରଣା ଭଲ ହୋଇପାରିବ, କିନ୍ତୁ ମାନସିକ ଯନ୍ତ୍ରଣା କ'ଣ? ପିଲାଟି ଉତ୍ତର ଦେଲା, ବନ୍ଧୁ, କେବଳ ଜ୍ଞାନ ଦ୍ୱାରା ମାନସିକ ଯନ୍ତ୍ରଣାକୁ ମୁକ୍ତି ଲାଭ ହୋଇପାରିବ। ଯଦି ମସ୍ତିଷ୍କକୁ ଜ୍ଞାନର ସଠିକ୍ ମାତ୍ରା ଦିଆଯାଏ ତେବେ ଏହା ଯନ୍ତ୍ରଣାରୁ ମୁକ୍ତ ହୋଇଯାଇଥାଏ। ପିଲାଟିର ଜ୍ଞାନଭରା କଥା ଶୁଣି ପରେ ନନ୍ଦଭଦ୍ର ପୁଣି ପଚାରିଲେ, ହେ ଜ୍ଞାନୀ ବାଳକ, ମୁଁ ତୁମ ସହିତ ସହମତ, କିନ୍ତୁ ମୋର ଏକ ପ୍ରଶ୍ନ ଅଛି ଯେ ଏହି ଦୁନିଆରେ ପାପୀ ଓ ଦୁରାଚାରୀ ଲୋକମାନେ ଏତେ ଧନୀ ଏବଂ ଖୁସିରେ କେମିତି ଅଛନ୍ତି ଯେ କି ସେମାନେ ସେମାନଙ୍କର ଖରାପ କର୍ମର ଫଳାଫଳ ପାଇବା ଉଚିତ? ଈଶ୍ୱର ନିୟମରେ ଏହି ତ୍ରୁଟି କାହିଁକି? ପିଲାଟି ଉତ୍ତର ଦେଲା, ସୁଖ ଏବଂ ଦୁଃଖ କ'ଣ ତାହା ଆମ ବୁଝିବା ଉପରେ ଅଛି। ମୋତେ ଟିକିଏ ବିଶ୍ୱସ୍ତ ଭାବରେ କରିବାକୁ ଦିଅ। ଦୁନିଆରେ ଚାରି ପ୍ରକାର ଲୋକ ଅଛନ୍ତି। ପ୍ରଥମ ସ୍ଥାନରେ ଯେଉଁମାନଙ୍କର ପାଇଁ ସମସ୍ତ ସୁଖ, ଧନ, ବଳ, ପ୍ରଭାବ ସବୁ ସୁଖ ଏହି ଲୋକରେ ଉପଲବ୍ଧ, କିନ୍ତୁ ପରଲୋକରେ ସେମାନେ କିଛି ପାଆନ୍ତି ନାହିଁ। ତାପରେ ତାଙ୍କର ପୂର୍ବଜନ୍ମର କର୍ମଫଳ ଏହି ଲୋକମାନେ ଭୋଗ କରିଥାନ୍ତି, କିନ୍ତୁ ନୂତନ ପୁଣ୍ୟ ଅର୍ଜନ କରନ୍ତି ନାହିଁ। ଏହିପରି ଲୋକମାନଙ୍କ ସୁଖ କେବଳ ଏହି ଜନ୍ମ ମଧ୍ୟରେ ସୀମିତ। ସେମାନେ ପରବର୍ତ୍ତୀ ଜନ୍ମ ପାଇଁ କିଛି ବି ପୁଣ୍ୟ ଅର୍ଜନ କରିନଥାନ୍ତି। ତେଣୁ ତାଙ୍କର ପରିବର୍ତ୍ତନ ଜନ୍ମ ଠିକ୍ ସେହିଭଳି ସେ ହେବ ଯାହା ଦେଖିଲେ ଆଜି ସେମାନଙ୍କର ଦେହ କମ୍ପିବାକୁ ଲାଗିବ। ତୃତୀୟ ପ୍ରକାରର ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନେ ପରଲୋକରେ ସୁଖ ଭୋଗ କରିଥାନ୍ତି, କିନ୍ତୁ ଏହି ଲୋକରେ ତାଙ୍କ ପାଇଁ ସୁଖ ନଥାଏ, କାରଣ ସେମାନେ ପୂର୍ବଜନ୍ମର ପୁଣ୍ୟ ଅର୍ଜନ କରିପାରି ନଥାଏ। ଏହି ଜନ୍ମର ତପସ୍ୟା କରି ନୂତନ ପୁଣ୍ୟ ଅର୍ଜନ କରିଥାନ୍ତି ଏବଂ ତା ଫଳର
ପରଲୋକରେ ଭୋଗ କରନ୍ତି। ଏହି ସେମାନେ ପରବର୍ତ୍ତୀ ଜନ୍ମରେ ମଧ୍ୟ ସୁଖ ଭୋଗ କରନ୍ତି। ତପସ୍ୟା ଅର୍ଥ କେବଳ ଈଶ୍ୱରଙ୍କ ଉପାସନା ନୁହେଁ, ଏହାର ଅର୍ଥ କର୍ମ ଧ୍ୟାନ, ସଠିକ କର୍ମ କରିବା କୌଣସି ତପସ୍ୟା ଠାରୁ କମ୍ ନୁହେଁ, କାରଣ ଏହି ସଂସାରରେ ସେହି ଠିକ ମାର୍ଗ ଚାଲିବା କୌଣସି ତପସ୍ୟା ଅପେକ୍ଷା ଅଧିକ କଷ୍ଟ ମାଧ୍ୟମ ଅଟେ। ତୃତୀୟ ହେଉଛି ସେହି ବ୍ୟକ୍ତି ଯେଉଁମାନେ ଏହି ଲୋକ ଏବଂ ପରଲୋକରେ ସବୁଠି ସୁଖ ଭୋଗ କରନ୍ତି, କାରଣ ତାଙ୍କ ପୂର୍ବରୁ ଅର୍ଜିତ ପୁଣ୍ୟ ଏବଂ ସଞ୍ଚିତ ହୋଇଅଛି ଏବଂ ଏହି ସଂସାରକୁ ଆସିବା ପରେ ମଧ୍ୟ ସେମାନେ ସର୍ବୋତ୍ତମ ମାର୍ଗ ଅନୁସରଣ କରିବା ନୂତନ ପୁଣ୍ୟ ଅର୍ଜନ ଜାରି ରଖିଥାନ୍ତି। ଏହି ପ୍ରକାରର ଲୋକ ବହୁତ କମ୍ ଅଛନ୍ତି। ଚତୁର୍ଥ, ଯେଉଁମାନେ ପାଇଁ ଏହି ଲୋକଙ୍କର କିମ୍ବା ପରଲୋକଙ୍କର ସେଠାରେ ମଧ୍ୟ ସୁଖ ନଥାଏ, କାରଣ ସେମାନେ ପୂର୍ବ ଜନ୍ମରେ କିଛି ବି ପୁଣ୍ୟ ସଞ୍ଚୟ କରିନଥାନ୍ତି ଏବଂ ଏହି ଜନ୍ମରେ ମଧ୍ୟ ସେମାନେ ପୁଣ୍ୟ ଅର୍ଜନ କରିଥାନ୍ତି। ଏହିପରି ଲୋକମାନେ ସର୍ବଦା ଘୃଣା ଓ ଲଜ୍ଜାର ପାତ୍ର ଅଟନ୍ତି ଏବଂ ସେହି ସଂସାରରେ ସେମାନେ ନିଜ ଅପମାନର ଜୀବନ ଅତିବାହିତ କରନ୍ତି। ଆଉ କିଏ ଜାଣେ, ଏବେ ଜନ୍ମ ପର୍ଯ୍ୟନ୍ତ ତାଙ୍କ ଜୀବନ ଏହିପରି ଚାଲିବ ଯେପର୍ଯ୍ୟନ୍ତ ସେମାନେ ମୋର ପରିଜନ, ଜ୍ଞାନ ଏବଂ ତପସ୍ୱୀଙ୍କ ମାର୍ଗଦର୍ଶନ ନ ପାଇବେ। ସେମାନଙ୍କ ଜୀବନ ଏହିପରି ଚାଲିବ। ତେଣୁ ହେ ବିଶ୍ୱାସର, ଆପଣ ଆପଣଙ୍କ ପଡ଼ୋଶୀ ଏବଂ ବନ୍ଧୁମାନେ କ'ଣ କହୁଛନ୍ତି ତାହା ଉପରେ ଧ୍ୟାନ ଦିଅନ୍ତୁ ନାହିଁ, ସେମାନଙ୍କ କଥାକୁ କାନକୁ ନିଅନ୍ତୁ ନାହିଁ। ଏହି ଜନ୍ମରେ ଭଗବାନ ସଦାଶିବଙ୍କୁ ପୂଜା କରିବାରେ ଧ୍ୟାନ ଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କର ଏହି ସଂସାରର ବନ୍ଧନରୁ ମୁକ୍ତ ହୋଇପାରିବେ। ଏକ ଛୋଟ ପିଲାଙ୍କ ମୁଖରୁ ଏହିପରି ଜ୍ଞାନ ଏବଂ ରହସ୍ୟମୟ କଥା ଶୁଣି ନନ୍ଦଭଦ୍ର ବହୁତ ପ୍ରସନ୍ନ ହୋଇଯାଇଥିଲେ। ତାହାଙ୍କର ସମସ୍ତ ସନ୍ଦେହ ଏବଂ ସନ୍ଦେହର ସମାଧାନ ହୋଇଯାଇଥିଲା। ସେ ଆଶ୍ଚର୍ଯ୍ୟ ହୋଇ ସେ ବାଳକଙ୍କୁ ପଚାରିଥିଲେ, ଆପଣ କିଏ? ଦୟାକରି ନିଜର ପରିଚୟ ପ୍ରଦାନ କରନ୍ତୁ। ଏଠାକୁ କିପରି ଆସିଲେ? ଆପଣ ମୋ ସମସ୍ତ ସନ୍ଦେହ ଦୂର କରିଛନ୍ତି, ତେବେ କମ୍ ବୟସରେ ଆପଣ ଏତେ ଜ୍ଞାନ କିପରି ପାଇଲେ? ପିଲାଟି କହିଲା, ମୋର ପୂର୍ବ ଜନ୍ମରେ ମୁଁ ଜଣେ ଅଂଶକାରୀ, କପଟୀ ଏବଂ ବ୍ୟଭିଚାରୀ ଥିଲି, ଯେଉଁଥିପାଇଁ ମୁଁ ଜନ୍ମ ଜନ୍ମ ଧୀରେ ନିଜ ଯୋନିରେ ବୁଲୁଛି। ଭଗବାନ ବାସୁଦେବଙ୍କ କୃପା ଏହିପରି ଯେ ମୋତେ ପ୍ରତ୍ୟେକ ଯୋନିରେ ସେ ମୋତେ ମୁକ୍ତିର ପଥ ଦେଖାଇଛନ୍ତି। ସେ ହିଁ ମୋତେ ମୁକ୍ତି ପାଇ ଏହି ଜନ୍ମରେ ଆପଣଙ୍କ ନିକଟକୁ ପଠାଇଛନ୍ତି। ବର୍ତ୍ତମାନ ମୁଁ 7 ଦିନ ପରେ ଏହି ତୀର୍ଥରେ ମରିବି। ଦୟାକରି ଆପଣ ମୋର ଅନ୍ତିମ ସଂସ୍କାର କରିବେ। ବିଶେଷ ବୟସ ସହିତ ଜ୍ଞାନର କୌଣସି ସମ୍ପର୍କ ନାହିଁ। ଯାହାକୁ ଜ୍ଞାନ ପ୍ରଦାନ କରିବାକୁ ଥିବ ଏବଂ ଯାହାକୁ ତାଙ୍କ ଭକ୍ତମାନଙ୍କୁ ଜାଗ୍ରତ କରିବାକୁ ପାଇଁ ଏକ ମାଧ୍ୟମ ଭାବରେ ବ୍ୟବହାର କରିବାକୁ ଥିବ, ଈଶ୍ୱର ତାଙ୍କୁ ବାଛି ନେଇଥାନ୍ତି। ସେହି ବ୍ୟକ୍ତି ଯେ କେହି ବି ହୋଇପାରେ। ମୋ ଭଳି କୁଷ୍ଠରୋଗ ପୀଡ଼ିତ ବ୍ୟକ୍ତି ମଧ୍ୟ ଏହାକୁ ସହଜରେ ଗ୍ରହଣ କରିବା ଉଚିତ ଏବଂ ଯିଏ ଜ୍ଞାନ ଦିଏ ସେମାନଙ୍କ ପ୍ରତି ଭଦ୍ର ଏବଂ ସର୍ବଦା ନମ୍ର ରହିବା ଉଚିତ। ଏହା କହିବା ଦ୍ୱାରା ଭଗବାନ ଆପଣଙ୍କୁ ସର୍ବଦା ଜ୍ଞାନବାନ ରଖନ୍ତି ଏବଂ ମାର୍ଗଦର୍ଶନ ପାଇଁ କାହାକୁ ନା କାହାକୁ ନିଶ୍ଚୟ ପଠାନ୍ତି। ଏହା କହି ପିଲାଟି ସୂର୍ଯ୍ୟ ମନ୍ତ୍ର ଜପ କରିବାକୁ ଲାଗିଲା। ଉପଶମ ପାଇଁ ସୂର୍ଯ୍ୟ ମନ୍ତ୍ର ଜପ କରାଯାଏ। ଭଗବାନ କୃଷ୍ଣଙ୍କୁ ପୁତ୍ର ମାର୍ସମ୍ବା ମଧ୍ୟ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠରୋଗରୁ ମୁକ୍ତି ଲାଭ କରିଥିଲେ। ସମସ୍ତ ଦିନ ପିଲାଟି ନିଜର ପ୍ରାଣ ତ୍ୟାଗ କରିଥିଲା। ନନ୍ଦଭଦ୍ରା ବିଧିପୂର୍ବକ ତାଙ୍କୁ ସେ କୃତ୍ୟ ପାଳନ କରିଥିଲେ। ନନ୍ଦଭଦ୍ରା ଜୀବନର ସତ୍ୟ ଏବଂ ଅର୍ଥ ବୁଝି ସାରିଥିଲେ। ସେ ଶେଷ ଜୀବନ ଭଗବାନ ଶିବ ଏବଂ ସୂର୍ଯ୍ୟଙ୍କ ଉପାସନାରେ ଅତିବାହିତ କରିଥିଲେ ଏବଂ ଶେଷରେ ଜୀବନ ଓ ମୃତ୍ୟୁର ମୁକ୍ତି ପାଇଁ ଭଗବାନ ଶିବଙ୍କୁ ପ୍ରାପ୍ତ କରିଥିଲେ। ଆଶା କରୁଛି ସେ ସ୍କନ୍ଦ ପୁରାଣ ଏହି କାହାଣୀ ଆପଣଙ୍କର ମନରୁ ଅନେକ ସନ୍ଦେହ ଦୂର କରିଥିବ ଓ ଜୀବନରେ ସେହି ପଥର ଅନୁସରଣ କରିବା ଆବଶ୍ୟକ ସେହି ବିଷୟରେ ଆପଣଙ୍କୁ କିଛି ସୂଚନା ମଧ୍ୟ ମିଳିଥିବ। ଜୀବନର ମୂଲ୍ୟବାନ ରହସ୍ୟ ପୁରାଣର କାହାଣୀରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଏହା ହେଉଛି ଆଜିର ଅମୃତ କଥା। ଆଜିର କାହାଣୀକୁ ମୁଁ ଏଇଠାରେ ଶେଷ କରୁଛି। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଏହି ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଆଉ ଚ୍ୟାନେଲରେ ନୂଆ ଥିଲେ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ।